ଆମର ଓଡ଼ିଆରେ ଗୋଟେ ଢଗ ଅଛି, ମଳୁ ଖୋଜୁଥିଲା କାକର ପାଣି, ବଇଦ କହିଲା ପିଇ ତୋରାଣି। ଆର ଅର୍ଥ ହେଲା କି ଆପଣ ଯାହା ଚାହୁଁଥାନ୍ତି ତାହା ସାମ୍ନାବାଲାଠୁ ଆପଣଙ୍କୁ ମିଳିଯିବା। ଆଜି ଯୋଉ ଅର୍ଡ଼ରର ମୁଁ ପ୍ରିପାରେସନ୍ କରୁଛି ସେଟା ହେଉଛି ଇଟଲି ଘୁଗୁନିର। ନନ୍ ଓଡ଼ିଆ ଲୋକଙ୍କର ଅର୍ଡ଼ର ଥିଲା। ସେ ପ୍ରଥମେ ତ ଇଟଲି ସାମ୍ବର ଆଉ ଚଟନି ଅର୍ଡ଼ର କରିଥିଲେ। ତାପରେ ରାତିରେ ଫୋନ୍ କରି କହିଲେ କି ମାମ୍, ମୋର ମିସେସ୍ ଓଡ଼ିଆ ଆଉ ସେ କହୁଛନ୍ତି ଇଟଲି ସାମ୍ବର ଜାଗାରେ ଇଟଲି ଘୁଗୁନି କରିଦେବା ପାଇଁ। ଆଉ ହେଇପାରିବ କି ନାହିଁ ଟିକେ ଜଣାନ୍ତୁ। ମୋର ତ ଏମିତି ଘର ପାଇଁ ଇଟଲି ଘୁଗୁନି ହିଁ କରିବାର ଥିଲା। ବହୁତ କମ୍ ଟାଇମ୍ ଆମେ ଇଟଲି ସାଙ୍ଗରେ ସାମ୍ବର ବନାଉ। ତେଣୁ ମୁଁ କହିଲି ଠିକ୍ ଅଛି। ଏମିତି ତ ମୁଁ ମନେ ମନେ ଭାବିଲି ମୋତେ ତ ସୁବିଧା ହେଲା, ମୁଁ ତ ଏଇଆ ହିଁ ଚାହୁଁଥିଲି। ଆଉ ତାପରେ ସାଙ୍ଗେ ସାଙ୍ଗେ ମୁଁ ତାଙ୍କୁ କହିଲି ଠିକ୍ ଅଛି ମୁଁ କରିଦେବି, ସେମିତି କିଛି ପ୍ରୋବ୍ଲେମ୍ ନାହିଁ। ଶୀତଦିନ ହେଲେ ଇଟଲିରେ ମୁଁ ଟିକେ ଚୁଡ଼ା ଆଉ ମେଥି ଦାନା ପକେଇ ଦିଏ ଜଲ୍ଦି ଫର୍ମେଣ୍ଟେସନ୍ ହେବା ପାଇଁ। କାହିଁକି ନା ଏଠି ଦିଲ୍ଲୀରେ ଯେମିତି ଶୀତ ହେଉଛି ନା, ପାଖାପାଖି 24 ଘଣ୍ଟା ଏଠି ଲାଗିଯାଏ ଫର୍ମେଣ୍ଟେସନ୍ ପାଇଁ, ମାନେ ମେଥି ଦାନା ଆଉ ଚୁଡ଼ା ପକେଇବା ପରେ। କିନ୍ତୁ ହଁ, ଇଟଲିରେ ଚୁଡ଼ାଟା ପକେଇଲେ ଗୋଟେ ଡ୍ରବ୍ୟାକ୍ସ ହେଇଯାଏ କି ଇଟଲିଟା ଷ୍ଟାର୍ଟିଂରୁ ବହୁତ ସଫ୍ଟ ଥାଏ, କିନ୍ତୁ ପରେ ଯେତେବେଳେ ଥଣ୍ଡା ହେଇଯାଏ ଆଉ ସେତେ ସଫ୍ଟନେସ୍ ତାର ରହେନି। ଆପଣମାନେ ଇଟଲିରେ ଆଉ କ'ଣ ମିଶାନ୍ତି ଆଉ ତା ସହ ଆପଣଙ୍କର ଏକ୍ସପିରିଏନ୍ସ କେମିତି ମୋତେ ଟିକେ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣେଇବେ। ଅର୍ଡ଼ର ଡେଲିଭର ହେବା ପାଇଁ ମୁଁ ପଠେଇ ଦେଇଛି। ଆଉ ଏବେ ମୁଁ ଚାଲିଲି ମୋର ବ୍ରେକଫାଷ୍ଟ